ଜୀବନର ଅନ୍ୟ ନାମ ଯଦି କଷ୍ଟ ହୁଏ ସେ ଜୀବନଟା ବୋଧେ ମୋର ଥିଲା। ଜୀବନର ଅନ୍ୟ ନାମ ଯଦି ଯନ୍ତ୍ରଣା ହୁଏ ସେ ଜୀବନଟା ବୋଧହୁଏ ମୋର ଥିଲା। ଏକଥା କହିବା ପରେ ନିଜ ଜୀବନରେ ଘଟିଯାଇଥିବା ସେ ଦୁଃଖ କାହାଣୀ କହିବା ଆରମ୍ଭ କରିଦେଇଥିଲା ହେପି। ନାଁଟା ସିନା ଥିଲା ହେପି, କିନ୍ତୁ ଜୀବନର ଯାତ୍ରାଟା ଥିଲା ଭାରି ସ୍ୟାଡ୍। ଅନ୍ତ ଫାଡ଼ି ଜନ୍ମ ଦେଇ ସାରିବା ପରେ ମାଆଟା ହସ୍ପିଟାଲରେ ଚାଲିଗଲା। 5 ବର୍ଷ ବୟସରେ ବାପା ବି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। 12 ବର୍ଷର ହେଇଥିଲି। ଦୁଃଖ କଷ୍ଟେ ମୋତେ ବଡ଼ କରୁଥିବା ଜେଜେମା ବି ଶେଷରେ ମୋତେ ଛାଡ଼ି ସବୁଦିନ ପାଇଁ ଅଫେରା ରାଇଜର ଅତିଥି ହେଇଗଲା। ସାହାରା କେହି ନଥିଲେ। କିଛି ଦିନ ମାମୁଁ ଘରେ ରହିଲି। 2-3 ବର୍ଷ ପରେ ମାମୁଁର ବାହାଘର ହେଇଗଲା। ଆଉ ମାଇଁ ଆସିଲା ପରେ ମୁଁ ସମସ୍ତଙ୍କ ପାଇଁ ହେଇଗଲି ଅଲୋଡ଼ା। ଭୋକ ଲାଗୁଥିଲେ ବି ଖାଇବାକୁ ମାଗି ପାରୁନଥିଲି। ଶୋଷ ଲାଗୁଥିଲେ ଖୋଜି ଖୋଜି ନିଜେ ପାଣି ପିଇ ଦେଉଥିଲି। ନିଦ ଆସିଲେ କେଉଁଠି ବି ଶୋଇଯାଉଥିଲି। ଏମିତି ଅନେକ ରାତି ଖାଲି ପେଟରେ ଶୋଇପଡ଼ୁଥିଲି। କେହି ବି ପଚାରିବାକୁ ନଥିଲେ, କେହି ବି କହିବାକୁ ନଥିଲେ। ନିଜକୁ କେମିତି ଲାଗିଲା। ମାମୁଁ ଘର ଛାଡ଼ି ନିଜ ଘରକୁ ପଳେଇ ଆସିଲି। ସେ ଭଙ୍ଗା ଘରକୁ ନିଜ ହାତରେ ସଜାଡ଼ି ନିଜ ଭବିଷ୍ୟତ ନିଜେ ଗଢ଼ିବାକୁ ଚେଷ୍ଟା କଲି। କିଛି କାମ କଲି ଆଉ ପାଠ ପଢ଼ିବା ଆରମ୍ଭ କରିଦେଇଥିଲି। ସମୟ ଗଡ଼ି ଚାଲିଲା ଆଉ ବୟସ ବି ବଢ଼ି ଚାଲିଲା। କଲେଜରେ ପଢ଼ିଲି ଆଉ ପାର୍ଟ ଟାଇମ୍ ଜବ୍ ବି କଲି। ପଢ଼ା ସରିଗଲା। ଚାକିରି ପଛରେ ଧାଇଁ କିଛି ବି ହେଲାନି। ଶେଷରେ ପ୍ରାଇଭେଟ୍ ଚାକିରି କରିବାକୁ ବାଧ୍ୟ ହେଲି। ସେମିତି ମୋ ପାଖରେ ସମ୍ବଳ ନଥିଲା ଯେ ପଇସା ଦେଇ ସରକାରୀ ଚାକିରି କରିପାରିବି କି ଆଉ ଆଗକୁ ଅଧିକ ପଢ଼ିପାରିବି। ଏହି ସଂଘର୍ଷମୟ ଜୀବନ ଭିତରେ ମୋ ଜୀବନକୁ ଅତିଥି ହେଇ ପଶି ଆସିଲା ଲିମା। ହୃଦୟର ଧଡ଼ଧଡ଼ ସ୍ପନ୍ଦନ ଭିତରେ କେବଳ ସେ ହିଁ ଥିଲା। ମୋ ଜୀବନର ସଂଘର୍ଷମୟ କାହାଣୀ ଜାଣିଲା ପରେ ମୋତେ ନିଜର କରିବାକୁ ପ୍ରତିଶ୍ରୁତି ବି ଦେଲା। ମୁଁ ଯେଉଁ କମ୍ପାନୀରେ ଚାକିରି କରୁଥିଲି ସେ ବି ସେହି କମ୍ପାନୀରେ ଚାକିରି କରୁଥିଲା। ଦେଖିବାକୁ ତ ସୁନ୍ଦରଟେ ଥିଲା। ଆଉ ତାର ମୋ ପ୍ରତି ଭଲ ପାଇବା ଦେଖି ମୁଁ ଅତୀତକୁ ଭୁଲି ଭବିଷ୍ୟତ କଥା ଚିନ୍ତା କରିବା ଆରମ୍ଭ କରିଦେଇଥିଲି। 4 ବର୍ଷର ଭଲ ପାଇବା ଭିତରେ ସେ ତା ଦେହ ମନ ସବୁ ମୋତେ ସମର୍ପଣ କରିସାରିଥିଲା। ଖାଲି ଅପେକ୍ଷା ଥିଲା କେଉଁଦିନ ବାହାଘର ସେ ହୋମ ନିଆଁରେ ମୋତେ 7 ଜନ୍ମର ସାଥୀ କରିବ। ହେଲେ ସେଇ ଶେଷ ଆଶାଟା ଶେଷରେ ମଉଳି ଯାଇଥିଲା। ମୋ ସହିତ ରାତି ପରେ ରାତି କାଟିଥିବା ଝିଅଟା ପାଇଁ ମୁଁ ଦିନେ ବନି ଯାଇଥିଲି ଅନାଥ। ଆଉ ତା କୋଳରେ ମୁଣ୍ଡ ରଖି ଶୋଉଥିବା ମଣିଷଟା ଆଜି ତା ପାଇଁ ପାଲଟି ଯାଇଥିଲା ଅଯୋଗ୍ୟ। ତା ପାଇଁ ସବୁକିଛି କରୁଥିବା ପ୍ରେମିକଟା ଆଜି ପାଲଟି ଯାଇଥିଲା କମ୍ ରୋଜଗାର କରୁଥିବା ଗୋଟେ ଯୁବକ। ଏ କୁଆଡ଼େ ତା ନିଜ କଥା ନଥିଲା। ଏ କଥା ସବୁ ତାଙ୍କ ପରିବାର ଲୋକଙ୍କ କଥା ଥିଲା। ଆଉ ସେ ତାଙ୍କ ପରିବାର ଲୋକଙ୍କ କଥା କୁଆଡ଼େ କାଟି ପାରିଲାନି। ମୁଁ ତାକୁ ପଚାରିଥିଲି, ଯେତେବେଳେ ମୋତେ ଭଲ ପାଉଥିଲ କେଉଁଠି ଥିଲା ତମର ସେ ପରିବାର? ଯେତେବେଳେ ଗୋଟେ ବେଡ଼୍ରେ ବିନା କପଡ଼ାରେ ମୋ ସହିତ ରାତି ପରେ ରାତି କାଟି ଚାଲିଥିଲ କେଉଁଠି ଥିଲା ତମର ସେ ପରିବାର? ଓହୋ, ଆଜି ମୋଠୁ ତମକୁ ଭଲ ପୁଅ ମିଳିଗଲା, ସେଥିପାଇଁ ମୁଁ ଆଜି ତମ ପରିବାର ପାଇଁ ତମ ନଜରରେ ଅନାଥ ହେଇଗଲି। ହଁ ଲିମା, ମୁଁ ଅନାଥ ଥିଲି, ଅନାଥ ରହିବି। ହେଲେ ତମ ଭଳି କାହା ସହିତ ବେଇମାନ କରିନି, ତମ ଭଳି କାହାର ହୃଦୟ ଭାଙ୍ଗିନି, ତମ ଭଳି କାହା ଭରସା ବି ଭାଙ୍ଗିନି। ଆଖିରେ ଆଖିଏ ଲୁହ ଥିଲା, କିନ୍ତୁ ତାକୁ ବାହାରକୁ ଆଣିବାକୁ ବି ଇଚ୍ଛା ହେଉନଥିଲା। କାହିଁକି ଏମିତି ଧୋକେବାଜ ପାଇଁ କାନ୍ଦିବି? କାହିଁକି ଏମିତି ଚରିତ୍ରହୀନ ପାଇଁ କାନ୍ଦିବି? ଏତେ ରାତି ମୋ ପାଖରେ ଶୋଇସାରିବା ପରେ କେମିତି ଆଉ ଜଣକୁ ବାହା ହେଇ ତା ପାଖରେ ଶୋଇପାରିବ ସେ କଥା ଚିନ୍ତା କରୁଥିଲି। ଛୁଆବେଳୁ ବାପା ମାଆକୁ ହରାଇବାର ଦୁଃଖ ଜଣା ପଡ଼ିନଥିଲା, କାହିଁକିନା ସେତେବେଳେ ସେ ବୟସ ବି ମୋର ହେଇନଥିଲା। ମୃତ୍ୟୁ କ'ଣ ମୋତେ ଜଣା ନଥିଲା। ହେଲେ ବଡ଼ ହେଲା ପରେ ସେ ଦୁଃଖକୁ ଅନୁଭବ କରିଥିଲି। କିନ୍ତୁ ସବୁ ଦୁଃଖଠୁ ଏ ଦୁଃଖଟା କିନ୍ତୁ ବଳି ଯାଇଥିଲା। ତମେ କୁହ ପ୍ରତାପ ଭାଇ, ମୋର ଭୁଲ କେଉଁଠି ରହିଲା? ମୁଁ ମଣିଷ ହେଇ ଜନ୍ମ ହେବା ମୋର ଭୁଲ ଥିଲା, ନା ମୁଁ ଅନାଥ ହେବା ମୋର ସବୁଠୁ ବଡ଼ ଭୁଲ ଥିଲା, ନା କାହାକୁ ନିଜର କରିବା ମୋର ଭୁଲ ଥିଲା? ଏମିତି କାନ୍ଦୁଥିଲା ଯେ ତାକୁ ବୁଝେଇବାକୁ ମୋ ମୁହଁ ଖୋଲୁନଥିଲା। ଭାବୁଥିଲି କାନ୍ଦୁ, ଯେତେ ଲୁହ ଅଛି ସବୁ ନିଗାଡ଼ି ଦେଉ, ମନଟା କାଳେ ହାଲକା ହେଇଯିବ। କିଛି ସମୟ ପର୍ଯ୍ୟନ୍ତ ତାକୁ କାନ୍ଦିବାକୁ ଛାଡ଼ିଥିଲି। ଆଉ ତାକୁ କହିଲି, ଯେତେ ଲୁହ ଅଛି ବାହାର କରିଦିଅ ହେପି, ଦେଖିବ ମନଟା ବହୁତ ହାଲକା ହେଇଯିବ। କିଛି ସମୟ ପରେ କହିବା ଆରମ୍ଭ କଲା, ଜାଣିଛ ପ୍ରତାପ ଭାଇ, ଏ ଦୁଃଖ ଭିତରେ ବି ମୋ ପାଖରେ କେହି ନଥିଲେ ଯାହାକୁ ଏସବୁ କଥା ଶୁଣେଇ ପାରିଥାନ୍ତି। ସତ କହିଲେ, କିଏ କାହା ଦୁଃଖ ଶୁଣିବାକୁ କାହା ପାଖରେ ସମୟ ଅଛି? ମୁଁ କହିଲି, ପୁରା ଠିକ୍ କଥା କହିଲ ହେପି ଭାଇ। ସେ କହିଲା, ନାଇଁ ଭାଇ, ଆପଣଙ୍କୁ ବହୁତ ଧନ୍ୟବାଦ। ମୋ କଥା ଧୈର୍ଯ୍ୟର ସହିତ ଶୁଣିଲ, ଆଉ ମୋତେ କନ୍ଦେଇବାକୁ ଦେଇ ମୋ ମନଟା ବି ହାଲକା କରେଇଦେଲ। ଜାଣିଛ ଭାଇ, ଆଜି ସତରେ ମୋତେ ବହୁତ ହାଲକା ଲାଗିଲା। ମୁଁ ସବୁବେଳେ ଆପଣଙ୍କ କାହାଣୀ ଶୁଣେ, ଆଉ ଆଜି ଆପଣଙ୍କ ସହିତ କଥା ହେଇ ମୋ ବିଷୟରେ କହିବାକୁ ଇଚ୍ଛା କଲି। ଭାଇ, ମୋର ଏଇ ଛୋଟ କଥାଟା ଆପଣଙ୍କ କାହାଣୀରେ କ'ଣ ଜାଗା ଦେବେନି? ମୁଁ କହିଲି, ନିଶ୍ଚୟ ଦେବି। ଆଉ ତମେ ଆଗକୁ ବି ବହୁତ ଖୁସିରେ ରହିବ, ଚିନ୍ତା କରନି।
ହସି ହସି ମୋ ବିଷୟରେ କିଛି ସମୟ ପଚାରିଲା ଆଉ ରଖୁଛି ଭାଇ ନମସ୍କାର କହି ଫୋନ୍ଟା କାଟି ଦେଇଥିଲା। ଆଉ ମୁଁ ଭାବୁଥିଲି ସତରେ ଏମିତି ବି ଦୁଃଖୀ ମଣିଷ ଦୁନିଆରେ କ'ଣ ଅଛନ୍ତି? ନା ବାପା, ନା ମା, ନା ପରିବାର, ଶେଷରେ ନିଜର କରିବାକୁ ଯାଉଥିବା ପ୍ରେମିକା ବି ଧୋକା ଦେଲା। କି କଷ୍ଟ କହିଲେ? ମୋତେ କାହାଣୀଟି ଲେଖିବାକୁ ଯେତିକି କଷ୍ଟ ଲାଗିନଥିଲା, ପଢ଼ିବାକୁ ତାଠୁ ଅଧିକ କଷ୍ଟ ଲାଗିଥିଲା। ଆପଣଙ୍କୁ ଏ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଉ ଯଦି କାହାଣୀ ଆପଣଙ୍କୁ ଭଲ ଲାଗୁନି ତାହେଲେ ବି କମେଣ୍ଟ କରି ଗାଳି ବି ଦେଇପାରିବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।